ଆଜିର ପ୍ରସଙ୍ଗ ଗ୍ରାମାଞ୍ଚଳ ବିକାଶରେ ସ୍ୱାମିତ୍ୱ ଯୋଜନା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଦେଶରେ ଗ୍ରାମୀଣ ସଶକ୍ତିକରଣ ଏବଂ ଗ୍ରାମବାସୀଙ୍କ ଉନ୍ନତ ଜୀବନ ଧାରଣ ଲକ୍ଷ୍ୟରେ ସ୍ୱାମିତ୍ୱ ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ 2020 ମସିହା ଏପ୍ରିଲ 24 ତାରିଖ ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଗ୍ରାମବାସୀଙ୍କୁ ଭୂ ସମ୍ପତ୍ତି ମାଲିକାନା ସତ୍ତ୍ୱ ଅଥବା ରେକର୍ଡ ଅଫ୍ ରାଇଟ୍ସ ପ୍ରଦାନ ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ କରାଯାଇଥିଲା। ଏଥିରେ ଡ୍ରୋନ୍ ଏବଂ GIS ଜ୍ଞାନକୌଶଳ ବ୍ୟବହାର କରି ଗ୍ରାମବାସୀଙ୍କ ଭୂ ସମ୍ପତ୍ତି ମାଲିକାନା ସତ୍ତ୍ୱ ପ୍ରଦାନର ବ୍ୟବସ୍ଥା ହୋଇଛି। କୋଭିଡ୍-19 ମହାମାରୀ ସତ୍ତ୍ୱେ 2020 ଅକ୍ଟୋବର 11 ତାରିଖରେ ପ୍ରଧାନମନ୍ତ୍ରୀ ପ୍ରଥମ ପର୍ଯ୍ୟାୟ ସମ୍ପତ୍ତି କାର୍ଡ ବଣ୍ଟନ କରିଥିଲେ। ଦେଶରେ ଭୂ ଶାସନକୁ ସୁଦୃଢ଼ କରିବା, ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ଗ୍ରାମାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏହି ଯୋଜନା ବିଶେଷ ଫଳପ୍ରଦ ସାବ୍ୟସ୍ତ ହୋଇଛି। ଏହାଦ୍ୱାରା ଜମି ମାଲିକଙ୍କୁ ବ୍ୟାଙ୍କ ଋଣ ମିଳିବା ସହଜ ହୋଇପାରିଛି। ଏପରିକି କେତେକ କ୍ଷେତ୍ରରେ ଜମି ବିବାଦର ସମାଧାନ ହେବା ସହ ମହିଳାଙ୍କ ସମ୍ପତ୍ତି ଅଧିକାର ଅଧିକ ସୁରକ୍ଷିତ ହୋଇପାରିଛି। ସାମାଜିକ ଏବଂ ଅର୍ଥନୈତିକ ସଶକ୍ତିକରଣ ଦିଗରେ ଏହା ଉଲ୍ଲେଖନୀୟ ପଦକ୍ଷେପ ହୋଇଛି। ଏପରିକି ଏହି ଯୋଜନା ଦେଶର ଉନ୍ନତ ଭିତ୍ତିଭୂମି, ଆର୍ଥିକ ସ୍ଥିରତା ଏବଂ ସ୍ଥାୟୀ ବିକାଶକୁ ସହଯୋଗ ପ୍ରଦାନ କରିଛି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆଜି ଓଡ଼ିଶା ସମେତ 10ଟି ରାଜ୍ୟ ଏବଂ 2ଟି କେନ୍ଦ୍ରଶାସିତ ଅଞ୍ଚଳର 230ଟି ଜିଲ୍ଲା ଅନ୍ତର୍ଗତ 50,000ରୁ ଅଧିକ ଗାଁରେ 65 ଲକ୍ଷ କାର୍ଡ ବଣ୍ଟନ କରିଛନ୍ତି। ଅନ୍ୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଛତିଶଗଡ଼, ଗୁଜରାଟ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମିଜୋରାମ, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ଜମ୍ମୁ କାଶ୍ମୀର ଓ ଲଦାଖ ରହିଛି। ଏହି ଯୋଜନା ଅଧୀନରେ ଗତ 5 ବର୍ଷ ମଧ୍ୟରେ 2,25,00,000ରୁ ଅଧିକ ସମ୍ପତ୍ତି ଦସ୍ତାବିଜ ଜାରି ହୋଇଛି। କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଗ୍ରାମୀଣ ଅର୍ଥନୀତି ପାଇଁ ଆଜି ହେଉଛି ଏକ ଐତିହାସିକ ଦିବସ। ସମ୍ପତ୍ତି ଦସ୍ତାବିଜ ଦେଶର 100 ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ସମ୍ଭାବନାକୁ ଉନ୍ମୋଚନ କରିବା ସହିତ ଲୋକଙ୍କ ଆର୍ଥିକ ସଶକ୍ତିକରଣରେ ସହାୟକ ସାବ୍ୟସ୍ତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗ୍ରାମାଞ୍ଚଳ ବିକାଶ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ଜମି ଦସ୍ତାବିଜର କମ୍ପ୍ୟୁଟରୀକରଣ ଉପରେ ସରକାର କାର୍ଯ୍ୟ କରୁଛନ୍ତି। ଗତ 8 ବର୍ଷ ମଧ୍ୟରେ ଦେଶର 98% ଜମି ରେକର୍ଡକୁ କମ୍ପ୍ୟୁଟରୀକରଣ କରାଯାଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବୈଧ ସମ୍ପତ୍ତି ଦସ୍ତାବିଜ ମଧ୍ୟ ବିପର୍ଯ୍ୟୟ ସମୟରେ ଉପଯୁକ୍ତ ପ୍ରାପ୍ୟ ହାସଲ କରିବାରେ ସହାୟକ ହେବ। ଉନ୍ନତ ଡ୍ରୋନ୍ ଟେକ୍ନୋଲୋଜି ମାଧ୍ୟମରେ ଗ୍ରାମାଞ୍ଚଳ ପରିବାରଗୁଡ଼ିକୁ ଏହି ସମ୍ପତ୍ତି କାର୍ଡ ପ୍ରସ୍ତୁତ କରାଯାଇ ବଣ୍ଟନ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏପର୍ଯ୍ୟନ୍ତ 3,17,000ରୁ ଅଧିକ ଗାଁରେ ଡ୍ରୋନ୍ ସର୍ଭେ କାର୍ଯ୍ୟ ସମ୍ପନ୍ନ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିରେ ଧାର୍ଯ୍ୟ ହୋଇଥିବା ଅଞ୍ଚଳ ମଧ୍ୟରୁ 92% ସମ୍ପନ୍ନ ହୋଇଛି। ଏହି ଯୋଜନା ଅଧୀନରେ ମୋଟ 3,46,187 ଗ୍ରାମକୁ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ପୁଡୁଚେରୀ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ତ୍ରିପୁରା, ଗୋଆ, ଉତ୍ତରାଖଣ୍ଡ ଏବଂ ହରିୟାଣାରେ ଏହି ଯୋଜନା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇଛି। ତେବେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଛତିଶଗଡ଼ ଏବଂ ଅନ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ ଡ୍ରୋନ୍ ସର୍ଭେ କାର୍ଯ୍ୟ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି। ଆଜି ଗୋଟିଏ ଦିନରେ 65 ଲକ୍ଷ ସମ୍ପତ୍ତି କାର୍ଡ ବଣ୍ଟନ କରାଯାଇ ଏ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଇତିମଧ୍ୟରେ 1,53,726ଟି ଗ୍ରାମ ପାଇଁ ସମ୍ପତ୍ତି କାର୍ଡ ପ୍ରସ୍ତୁତ ହୋଇସାରିଛି। ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟରେ 100% ଡ୍ରୋନ୍ ସର୍ଭେ କାର୍ଯ୍ୟ ସମ୍ପନ୍ନ ହୋଇଛି। ତେବେ ସମ୍ପତ୍ତି କାର୍ଡ ପ୍ରସ୍ତୁତିରେ ଉତ୍ତରପ୍ରଦେଶରେ 63.57% ଏବଂ ମଧ୍ୟପ୍ରଦେଶରେ 68.93% ଅଗ୍ରଗତି ହୋଇଛି। ଅନ୍ୟପକ୍ଷରେ ହରିୟାଣା ଏବଂ ଉତ୍ତରାଖଣ୍ଡରେ ଡ୍ରୋନ୍ ସର୍ଭେ ଏବଂ ସମ୍ପତ୍ତି କାର୍ଡ ପ୍ରସ୍ତୁତିରେ 100% ସଫଳତା ହାସଲ ହୋଇଛି। ଦେଶର ଗ୍ରାମାଞ୍ଚଳର 67,000 ବର୍ଗ କିଲୋମିଟର ଅଞ୍ଚଳର ସର୍ଭେ କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହି ଭୂ ସମ୍ପତ୍ତିର ଆନୁମାନିକ ମୂଲ୍ୟ 132 ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଛି। ଏହି ଯୋଜନାର ସଫଳତାକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ସରକାରଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହଯୋଗରେ ଆସନ୍ତା ମାର୍ଚ୍ଚ ମାସରେ ଭାରତରେ ଭୂ ଶାସନ ସମ୍ପର୍କିତ ଏକ ଆନ୍ତର୍ଜାତୀୟ କର୍ମଶାଳା ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ଆଫ୍ରିକା, ଲାଟିନ୍ ଆମେରିକା ଏବଂ ଦକ୍ଷିଣ ପୂର୍ବ ଏସିଆର ପାଖାପାଖି 40 ଜଣ ପ୍ରତିନିଧି ଅଂଶଗ୍ରହଣ କରିବେ। ଉନ୍ନତ ଡ୍ରୋନ୍ ଏବଂ GIS ଜ୍ଞାନକୌଶଳ ଉପଯୋଗ ମାଧ୍ୟମରେ ଏହି ଯୋଜନାର କାର୍ଯ୍ୟକାରିତା ନେଇ ବିଶ୍ୱ ସମୁଦାୟକୁ ଅବଗତ କରାଇବା ଏହି କର୍ମଶାଳା ଆୟୋଜନର ମୂଳ ଲକ୍ଷ୍ୟ। ଆନ୍ତଃ ବିଭାଗୀୟ ସମନ୍ୱୟକୁ ପ୍ରୋତ୍ସାହନ ପ୍ରଦାନ କରି ସ୍ୱାମିତ୍ୱ ଯୋଜନାକୁ କାର୍ଯ୍ୟକାରୀ କରିବା ଦ୍ୱାରା ଗ୍ରାମାଞ୍ଚଳ ବିକାଶ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ପ୍ରତିପାଦିତ ହୋଇଛି। ଏହାଦ୍ୱାରା ଗ୍ରାମୀଣ ସ୍ଥିରତା ଏବଂ ଅର୍ଥନୈତିକ ଅଭିବୃଦ୍ଧି ଲକ୍ଷ୍ୟ ସାକାର ହୋଇପାରିବ।